Good evening. Good evening. We bring greetings from John Israel Ministries, Hyderabad. आमने संध्या समोरे आपणकर मध्यକୁ ଆମଙ୍କର ଯୋଉ ଜୋନରେ ସେବା କାର୍ଯ୍ୟ ରହିଛି ହାଇଦ୍ରାବାଦରେ ତାଙ୍କ ତରଫରୁ ସେ ସେବା କାର୍ଯ୍ୟ ତରଫରୁ ଆପଣଙ୍କ ପ୍ରତ୍ୟେକଙ୍କୁ ମୁଁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। We thank God for giving us this opportunity. ପ୍ରଭୁ ଆମମାନଙ୍କୁ ଯେ ସୁନ୍ଦର ଅବକାଶ ଦେଇଛନ୍ତି ଆଉ ଏ ସୁନ୍ଦର ଅବକାଶ ଦେଇଥିବାରୁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। To come to your place, ଆପଣମାନଙ୍କର ଜାଗାକୁ ଆସିବା ପାଇଁ ପ୍ରଭୁ ସୁଯୋଗ ଦେଲେ। to have fellowship with you, ଆପଣମାନଙ୍କ ସହିତ ସୌଭାଗ୍ୟତା ପାଇଁ ପ୍ରଭୁ ସୁଯୋଗ ଦେଲେ। to praise and worship God along with you, ଆପଣମାନଙ୍କ ସହିତ ମିଶି ପ୍ରଭୁଙ୍କର ପ୍ରଶଂସା କରିବାକୁ ତାଙ୍କ ସେବା କରିବାକୁ ପ୍ରଭୁ and encourage you by the word of God. ପ୍ରଭୁଙ୍କ ବାକ୍ୟ ଦେଇ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଭୁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। It is really an honor to be in this place. ଆଉ ଏହା ଆମମାନଙ୍କର ଏକ ସମ୍ମାନଜନକ ବିଷୟ ଯେ ଏହି ସ୍ଥାନରେ ଆପଣମାନଙ୍କ ସହିତ ରହିବା ପାଇଁ। We also appreciate for all the efforts Pastor Philip Benaya. ଆମ ଯେଉଁ ବିଶେଷ କରି ପାଳକ ଫିଲିପ ବେନିୟାଙ୍କୁ ମଧ୍ୟ ଧନ୍ୟବାଦ ଦିଏ ତାଙ୍କର ସମସ୍ତ ପରିଶ୍ରମ ନିମନ୍ତେ। That God bless his work and his heart's desire. ଆଉ ତାଙ୍କର ଯେଉଁ ସମସ୍ତ କାର୍ଯ୍ୟ ରହିଛି ମଧ୍ୟ ହୃଦୟର ଇଚ୍ଛା ସବୁ ରହିଛି ପ୍ରଭୁ ସେ ସମସ୍ତରେ ଆଶୀର୍ବାଦ କରନ୍ତୁ। That God will bless him and he will be able to reach out to many places. ଆଉ ନିଶ୍ଚିତ ପ୍ରଭୁ ତାଙ୍କୁ ଆଶୀର୍ବାଦ କରିବେ ଆଉ ଏହି ସ୍ଥାନମାନଙ୍କରେ ଯୋଉଠି ଅପହଞ୍ଚ ଜାଗା ସବୁ ରହିଛି ଆଉ ସେ ନିଶ୍ଚିତ ଭାବରେ ସେଠି ପ୍ରଭୁଙ୍କ ବାକ୍ୟକୁ ନେଇ ପହଞ୍ଚି ପାରିବେ। Let's look into the word. ଆଉ ଆମେ ପ୍ରଭୁଙ୍କ ବାକ୍ୟ ଆଡ଼କୁ ଦେଖିବା। Father, in the name of Jesus, Lord, we thank you so much for this wonderful day, time, and opportunity that you have given us. But as we minister the word of God, I pray it is not me. Speak to me, and I pray the word which will be sown into this place as a seed will bear much fruit. I pray, Lord, the word which I preach, I pray they will be able to understand the Lord. I pray for every person sitting in this place. Bless them richly and abundantly. In Jesus' mighty matchless name, we ask and pray. ସମସ୍ତେ କହିବା ଆମେନ୍। Amen. The Psalms 34. ଗୀତ ସଂହିତା ମାନେ 34 ପର୍ବ Verse 4. ତାର 4 ପଦ। ଗୀତ ସଂହିତା 34 ପର୍ବର 4 ପଦ। I sought the Lord and he heard me and delivered me from all my fears. ଆଉ ସେଠି ଏ ପ୍ରକାର ଲେଖାଯାଏ ଯେ ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି ଓ ସେ ମୋତେ ଉତ୍ତର ଦେଲେ ପୁଣି ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ। I sought the Lord and he heard me and delivered me from all my fears. ଏଠି ଲେଖାଯାଏ ମୁଁ ସଦାପ୍ରଭୁଙ୍କର ଅନ୍ୱେଷଣ କଲି ସେ ମୋତେ ଉତ୍ତର ଦେଲେ ପୁଣି ମୋର ସବୁ ଭୟରୁ ସେ ମୋତେ କ'ଣ କଲେ ନା ଉଦ୍ଧାର କଲେ। Hallelujah. ହାଲେଲୁୟା। The word of God says, I sought the Lord. ଆଉ ଏଠି ଆମେ ଦେଖୁଛୁ ପ୍ରଭୁଙ୍କର ବାକ୍ୟ କହୁଛି ଯେ ମୁଁ ପ୍ରଭୁଙ୍କର ଅନ୍ୱେଷଣ କଲି ଖୋଜିଲି ପ୍ରଭୁଙ୍କୁ। Seek God. ଆଉ ପ୍ରଭୁଙ୍କୁ ଖୋଜିବା। Seek God. ଆଉ ପ୍ରଭୁଙ୍କୁ ଖୋଜ। You sought the Lord. ଆଉ ପ୍ରଭୁଙ୍କର ଅନ୍ୱେଷଣ କର। When you seek God ଆଉ ଯେତେବେଳେ ପ୍ରଭୁଙ୍କୁ ଖୋଜିବେ in prayer, ଆଉ ପ୍ରାର୍ଥନାରେ he will answer your prayer. ଆଉ ସେ ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ଦେବେ। It says, I sought the Lord and he heard me. ଆଉ ଏଠି ଲେଖାଯାଇଛି ମୁଁ ପ୍ରଭୁଙ୍କର ସଦାପ୍ରଭୁଙ୍କର ଅନ୍ୱେଷଣ କଲି ଆଉ ସେ କ'ଣ କଲେ ନା ଉତ୍ତର ଦେଲେ। When you seek God in prayer, ଆଉ ଯେତେବେଳେ ଆପଣମାନେ ପ୍ରାର୍ଥନା ମାଧ୍ୟମରେ ପ୍ରଭୁଙ୍କର ଅନ୍ୱେଷଣ କରିବେ ପ୍ରଭୁଙ୍କୁ ଖୋଜିବେ God will answer your prayer. ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ପ୍ରଭୁ ଦେବେ। First thing, God will hear your prayer ଆଉ ପ୍ରଥମ ବିଷୟ ହେଉଛି ପ୍ରଭୁ ଆପଣମାନଙ୍କର ପ୍ରାର୍ଥନାକୁ ଶୁଣିବେ and God will answer your prayer. ଆଉ ତାହାର ଉତ୍ତର ପ୍ରଭୁ ଦେବେ। Not only answering, ଆଉ କେବଳ ସେ ଯୋଉ ଉତ୍ତର ଦେବେ ତାହା ନୁହଁ he will deliver you from all your fears. ଆଉ ଆପଣମାନଙ୍କର ଯୋଉ ସମସ୍ତ ଭୟ ରହିଛି ସେଥିରୁ ମଧ୍ୟ ସେ ଉଦ୍ଧାର କରିବେ। What is your fear? ଆଉ ଆପଣମାନଙ୍କର ଭୟ କ'ଣ? What is your fear? ଆଉ ଭୟ କ'ଣ ଅଛି? In what are you afraid of? ଆଉ କେଉଁ ବିଷୟ ନେଇକି ଆପଣ ଭୟଭୀତ ଅଟନ୍ତି? In all your fears. ଆଉ ସେ ସମସ୍ତ ଭୟ ମଧ୍ୟରୁ Maybe it could be money, ଆଉ ହେଇପାରେ ସେଟା ଅର୍ଥ ବା ଟଙ୍କାର ଭୟ ହେଇପାରେ, it could be food, ଆଉ ଖାଦ୍ୟର ଭୟ ହେଇପାରେ, it could be your business, ଆଉ ବ୍ୟବସାୟର ଭୟ ହେଇପାରେ। any kind of fear you are going through. ଆଉ ଯେକୌଣସି ଭୟ ମଧ୍ୟ ଦେଇ ଯଦି ଆପଣ ଗତି କରୁଛନ୍ତି, Any kind of fear you are going through. ଆଉ ଯେକୌଣସି ଭୟ ମଧ୍ୟ ଦେଇ ଯଦି ଗତି କରିଛନ୍ତି, And God has delivered me from all my fears. ଆଉ ଏ ସମସ୍ତ ପ୍ରକାର ଭୟରୁ ପ୍ରଭୁ ମୋତେ କ'ଣ କଲେ ନା ଉଦ୍ଧାର କଲେ। So don't worry. ଆଉ ସେଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। Don't worry about your life. ଆଉ ଜୀବନ ବିଷୟରେ ଚିନ୍ତିତ ହୁଅନ୍ତୁ ନାହିଁ। Don't worry about your future. ଆଉ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ନାହିଁ। Don't worry. ଆଉ ଭୟ କର ନାହିଁ, ଆଉ ଚିନ୍ତା କର ନାହିଁ।
ନାହିଁ Don't fear, ଆଉ ଭୟ କର ନାହିଁ because God is watching over you. କାରଣ ପ୍ରଭୁ ଆପଣମାନଙ୍କୁ ସେ ଦେଖୁଅଛନ୍ତି What are we supposed to do? ଆଉ କଣ ଆପଣମାନଙ୍କର କରିବା ଦରକାର Seek God. ପ୍ରଭୁଙ୍କର ଅନ୍ୱେଷଣ କରିବା Seek ପ୍ରଭୁଙ୍କୁ ଖୋଜ God. ପ୍ରଭୁଙ୍କୁ ଖୋଜ Seek God. ପ୍ରଭୁଙ୍କୁ ଖୋଜ Pray unto God. ଆଉ ପ୍ରଭୁଙ୍କ ଠାରେ ପ୍ରାର୍ଥନା କର Pray unto God. ପ୍ରଭୁଙ୍କ ଠାରେ ପ୍ରାର୍ଥନା କର Believe and trust and pray unto God. ଆଉ ହୃଦୟରେ ବିଶ୍ୱାସ କରି ନିର୍ଭରତାର ସହିତ ପ୍ରଭୁଙ୍କ ଠାରେ ପ୍ରାର୍ଥନା କର If I pray, ଆଉ ଯଦି ମୁଁ ପ୍ରାର୍ଥନା କରେ He will hear ଆଉ ସେ ଶୁଣିବେ and He will answer. ଆଉ ସେ ଉତ୍ତର ଦେବେ He will hear ସେ ଶୁଣିବେ and He will answer. ଆଉ ସେ ମଧ୍ୟ ଉତ୍ତର ଦେବେ He will answer in His time, ଆଉ ତାହାଙ୍କ ସମୟରେ ସେ ଉତ୍ତର ଦେବେ not in my time. ଆମ ସମୟରେ ନୁହେଁ In His time, He will answer. ଆଉ ତାହାଙ୍କ ସମୟରେ ସେ ଉତ୍ତର ଦେବେ But till He answers, ଆଉ ଯେଉଁ ପର୍ଯ୍ୟନ୍ତ ସେ ଉତ୍ତର ଦେଇନାହାନ୍ତି till He delivers, ଆଉ ଉଦ୍ଧାର କରିନାହାନ୍ତି my job is to seek God and pray. ଆଉ ସେ ପର୍ଯ୍ୟନ୍ତ ମୋର କାର୍ଯ୍ୟ ହେଉଛି ଯେ ପ୍ରଭୁଙ୍କର ଅନ୍ୱେଷଣ କରିବା ଏବଂ ପ୍ରାର୍ଥନା I କରିବା have to seek God and pray. ଆଉ ମତେ କଣ କରିବାକୁ ପଡିବ ନା ଖୋଜିବାକୁ ପଡିବ ଏବଂ ପ୍ରାର୍ଥନା କରିବାକୁ ପଡିବ Verse 6 also it says, ଆଉ 6 ପଦ ଏହି ପ୍ରକାର କହେ this poor man cried out, and the Lord heard him and saved him out of all his troubles. ଆଉ 6 ପଦରେ ଏହି ପ୍ରକାର ଲେଖାଯାଏ ଏହି ଦୁଃଖୀ ଲୋକ କାକୁତି କଲା ପୁଣି ସଦାପ୍ରଭୁ ତାହାର କଥା ଶୁଣିଲେ ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ When he cried unto God, ଆଉ ଯେତେବେଳେ ପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତି when he cried unto ଆଉ God, ଯେତେବେଳେ ପ୍ରଭୁଙ୍କ ଠାରେ କ୍ରନ୍ଦନ କଲେ He heard him ଆଉ ତାଙ୍କର ପ୍ରାର୍ଥନା ସେ ଶୁଣିଲେ He heard him ତାଙ୍କର କ୍ରନ୍ଦନକୁ ସେ and ଶୁଣିଲେ saved out ଆଉ ତାଙ୍କୁ ସେଥିରୁ ସେ ଉଦ୍ଧାର କଲେ from all his troubles. ଆଉ ତାଙ୍କର ସମସ୍ତ ପ୍ରକାର ସମସ୍ୟାରୁ ଉଦ୍ଧାର କଲେ From all his ଆଉ troubles. ତାଙ୍କର ସକଳ ଗତିରୁ ସେ ଉଦ୍ଧାର କଲେ It's only after prayer. ଆଉ ତାହା କେବଳ ପ୍ରାର୍ଥନା ପରେ ହିଁ କରାଯାଇଅଛି It's only after prayer he was delivered. ଆଉ ତାଙ୍କର ପ୍ରାର୍ଥନା ପରେ ହିଁ ଏହି କାର୍ଯ୍ୟ କରାଯାଇଛି ଯେଉଁଥିରେ ସେ ଉଦ୍ଧାର କରାଯାଇଛି If the man didn't pray, ଆଉ ଯେତେବେଳେ ଜଣେ ମନୁଷ୍ୟ ପ୍ରାର୍ଥନା କରିବ there is no deliverance for him. ଆଉ ଯଦି ସେ ପ୍ରାର୍ଥନା ନ କରିବ ତାଙ୍କର ଉଦ୍ଧାର ହେବ ନାହିଁ If you don't pray, who will answer your prayer? ଆଉ ଯଦି ପ୍ରାର୍ଥନା ନ କରିବ କିଏ ତୁମ ପ୍ରାର୍ଥନାର ଉତ୍ତର ଦେବ If you don't pray, who will hear your prayer? ଆଉ ଯଦି ପ୍ରାର୍ଥନା ନ କରିବ ଆଉ କିଏ ତୁମର ପ୍ରାର୍ଥନା ଶୁଣିବେ How will you be delivered from all your troubles and fears? ଆଉ ଯୋଉ ସମସ୍ତ ସମସ୍ୟା ରହିଛି ଭୟ ରହିଛି ସେ ସବୁ ଉଦ୍ଧାର କରିବେ କିଏ କି ପ୍ରକାର ଉଦ୍ଧାର ପାଇବେ So start learning to pray. ଆଉ ସେଥିପାଇଁ ଆପଣମାନେ ଅଭ୍ୟାସ କରନ୍ତୁ ପ୍ରାର୍ଥନା କରିବା ନିମନ୍ତେ Pray always. ପ୍ରାର୍ଥନା ସବୁବେଳେ Pray every time. ଆଉ ପ୍ରତ୍ୟେକ ସମୟରେ ପ୍ରାର୍ଥନା କରନ୍ତୁ Pray for everyone. ଆଉ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରନ୍ତୁ When you are praying, ଆଉ ଯେତେବେଳେ ପ୍ରାର୍ଥନା କରନ୍ତୁ you are believing, ଆଉ ବିଶ୍ୱାସ କରନ୍ତି you are trusting God, ଆଉ ନିର୍ଭର କରନ୍ତି your faith will increase. ଆଉ ବିଶ୍ୱାସ ବଢିବ Yes, I am praying. ଆଉ ମୁଁ ପ୍ରାର୍ଥନା କରୁଛି My God is a prayer answering God. ଆଉ ମୋର ପ୍ରଭୁ ସେ ପ୍ରାର୍ଥନାର ଉତ୍ତରକାରୀ We will see this miracle in our life. ଆମ ମାନଙ୍କର ଜୀବନରେ ସେ ଆଶ୍ଚର୍ଯ୍ୟ ବିଷୟ ମାନ କରିବେ We will experience God's love in our life. ଆଉ ପ୍ରଭୁଙ୍କର ପ୍ରେମକୁ ଆପଣଙ୍କ God ଜୀବନରେ is watching over us. ଆଉ ପ୍ରଭୁ ଆମମାନଙ୍କୁ ଦେଖୁଅଛନ୍ତି Yes, God will answer my prayer. ଆଉ ନିଶ୍ଚିତ ପ୍ରଭୁ ମୋର ପ୍ରାର୍ଥନାର ଉତ୍ତର ଦେବେ Verse 9 it says, ଆଉ 9 ପଦ ଏହି ପ୍ରକାର କୁହେ oh, taste and see that the Lord is good. Blessed is the man who trusts in Him. Verse 8. ଏଇ 8 ପଦ ଆମେ ଦେଖିବା ଯେ ଆହେ ସଦାପ୍ରଭୁ ଯେ ମଙ୍ଗଳମୟ ଏହା ଆସ୍ୱାଦନ କରି ଦେଖ ଯେ ତାହାଙ୍କର ଶରଣାଗତ ସେ ଲୋକ ଧନ୍ୟ Hallelujah. ହାଲେଲୁୟା Oh, taste and see that the Lord is good. ଏଠି କୁହାଯାଉଛି ଯେ ତୁମାନେ ପ୍ରଭୁଙ୍କ ପାଖକୁ ଆସିକିରି ଆସ୍ୱାଦନ କରିକି ଦେଖ ଆଉ ସେ କି ପ୍ରକାର ପରମେଶ୍ୱର ଅଟନ୍ତି ଆଉ ସେ ମଙ୍ଗଳମୟ ଅଟନ୍ତି Blessed is the man who trusts in Him. ଆଉ ଯେଉଁମାନେ ତାହାଙ୍କର ଶରଣାଗତ ବା ତାଙ୍କଠାରେ ନିର୍ଭର କରନ୍ତି ସେ ଲୋକ ଧନ୍ୟ Just by trusting God, you will be blessed. ଆଉ ପ୍ରଭୁଙ୍କ ଠାରେ ନିର୍ଭର କରିବା ହେତୁରୁ ତାଙ୍କର ଶରଣାଗତ ହେବା ହେତୁରୁ ଆଉ କଣ ହେବେ ନା ଧନ୍ୟ ହେବେ If you want to be blessed, ଆଉ ଯଦି ଧନ୍ୟ ହେବା ପାଇଁ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି you have to taste and see that the Lord is good. ଆଉ ପ୍ରଭୁଙ୍କୁ ଆମେ ଚାଖିକି ଦେଖିବାକୁ ପଡିବ ଯେ ପ୍ରଭୁ ହଉଛନ୍ତି ଉତ୍ତମ You have a lot of trees around you. ଆପଣମାନଙ୍କର ଚତୁଃପାର୍ଶ୍ୱରେ ଅନେକ ଗଛ ଗୁଡ଼ିକ ଅଛି You have a mango tree in front of you. ଆଉ ଏଇ ଆପଣଙ୍କର ସମ୍ମୁଖରେ ଆଉ ଗୋଟେ ଆମ୍ବ ଗଛ ଅଛି How do you know the fruit is sour or sweet? ଆପଣ କେମିତି ଜାଣିପାରିବେ ଯେ ସେ ଗଛର ଫଳଟା ମିଠା ଅଛି କିମ୍ବା ଖଟା ଅଛି ବୋଲିକି Just by seeing the tree, we cannot tell whether it is sweet or bitter. ଆଉ ସେ ଗଛକୁ ଦେଖି ଫଳକୁ ଦେଖି ଆମେ କହିପାରିବା ନାହିଁ ଯେ ସେଟା ଆଉ ମିଠା ଅଛି ନା ଖଟା ଅଛି ବୋଲିକି You have to go to the tree
ଆଉ ସେ ଗଛ ପାଖକୁ ଯିବାକୁ ପଡିବ You have to pluck the fruit. ଆଉ ସେଥିରୁ ଆପଣଙ୍କୁ ସେ ଗଛର ଫଳ ତୋଳିବାକୁ ପଡିବ You have to eat it. ଆଉ ତାହା ଖାଇବାକୁ ପଡିବ Then you will tell the taste of the fruit. ଆଉ ତେବେ ଆପଣ ମାନେ ସେଇ ଫଳର ସ୍ୱାଦ କେମିତି ଅଛି ଆଉ କହିପାରିବେ Just by seeing, we can't tell. ଆଉ ଦେଖିବା ଦ୍ୱାରା ମାନେ କହିପାରିବା ନାହିଁ ଫଳର ସ୍ୱାଦ କେମିତି ଅଛି We may just tell whether it is ripe or still it is harvested. ଆଉ ଆମେ କହିଦେଇ ପାରିବା ଯେ ଆଉ ସେଟା ପାଚିଛି ନା କଞ୍ଚା ଅଛି ଏ କଥାଟା ଦେଖିକି ଆମେ କହିଦେଇ ପାରିବା We don't pluck if it is not ripened. ଆଉ ଯଦି ସେଟା ପାଚି ନାହିଁ ତେବେ ଆମେ ତାକୁ ତୋଳି ପାରିବା ନାହିଁ We don't pluck the dry fruit. ଆଉ ଆମେ ଶୁଖିଲା ଫଳକୁ ମଧ୍ୟ ଆମେ ତୋଳି ପାରିବା ନାହିଁ After it is fully ripened, then only we will pluck the ଆଉ ଯେତେବେଳେ ତାହା fruit. ସମ୍ପୂର୍ଣ୍ଣ ଭାବରେ ପାଚିବ ତେବେ ଆମେ ତାହାକୁ ତୋଳିବା The word of God says, taste and see that the Lord is good. ଆଉ ବାକ୍ୟ କହେ ଆମମାନଙ୍କୁ ଯେ ତୁମେ ଆସ୍ୱାଦନ କରି ଦେଖ ସେ ମଙ୍ଗଳମୟ ଅଟନ୍ତି So as you went to the tree, ଆଉ ଯେତେବେଳେ ଆଉ ଯେ ପ୍ରକାର ଭାବରେ ଆପଣ ଗଛ ପାଖକୁ ଗଲେ as you pluck the fruit, ଆଉ ଗଛରୁ ଫଳ ତୋଳିଲେ as you eat the fruit, ଆଉ ସେ ଫଳକୁ ଖାଇଲେ then you will declare the taste of the fruit. ଆଉ ଆର ଆଉ କି ପ୍ରକାର ସ୍ୱାଦ ଲାଗୁଛି ତାକୁ ପ୍ରକାଶ କଲେ Same is the way with God. ଆଉ ଠିକ ସେଇ ପ୍ରକାର ଭାବରେ ପରମେଶ୍ୱରଙ୍କ ବିଷୟ ମଧ୍ୟ You have to go to God. ଆପଣଙ୍କୁ ପରମେଶ୍ୱରଙ୍କ ପାଖକୁ ଯିବାକୁ ପଡିବ You have to spend time with God. ଆଉ ପ୍ରଭୁଙ୍କ ସହିତ ସମୟ ବିତେଇବାକୁ ପଡିବ You enjoy the presence of God. ଆଉ ପ୍ରଭୁଙ୍କର ଉପସ୍ଥିତିକୁ ଆମେ କଣ ନା ଆନନ୍ଦ ଅନୁଭବ କରିବାକୁ ପଡିବ The word of God is the bread of life. ଆଉ ପ୍ରଭୁ ମାନଙ୍କର ପ୍ରଭୁ ଆଉ ଈଶ୍ୱରଙ୍କର ବାକ୍ୟ ହଉଛି ଯେ ଆମମାନଙ୍କର ଆଉ ଖାଦ୍ୟ ଅଟେ When you take the bread or the fruit from the word of God, ଆଉ ଯେତେବେଳେ ଆପଣ ଖାଦ୍ୟ ସ୍ୱରୂପେ ଆଉ ପ୍ରଭୁଙ୍କର ବାକ୍ୟକୁ କଣ କରିବେ ନା ଫଳ ସ୍ୱରୂପେ ଗ୍ରହଣ and କରିବେ when you start tasting the word of God, ଆଉ ଆପଣ ତାକୁ ଚାଖିବାକୁ ଖାଇବାକୁ ଲାଗିବେ then the word of God will give you flavors of life. ଆଉ ତେବେ ଜୀବନରେ ଆଉ ତାହାର ବାସନାକୁ ସେ କଣ କରିବ ନା ଆମମାନଙ୍କୁ ଦେବ The word of God will be sweet and bitter also, ଆଉ ପ୍ରଭୁଙ୍କର ବାକ୍ୟ ଆଉ ମଧୁର ମଧ୍ୟ ପିତା ମଧ୍ୟ ଲାଗେ because the word of God is good. କାରଣ ପ୍ରଭୁଙ୍କର ବାକ୍ୟ ଉତ୍ତମ ଅଟେ The word of God is good. ପ୍ରଭୁଙ୍କ ବାକ୍ୟ ଉତ୍ତମ ଅଟେ It will give you health and healing in your life. ଆଉ ଏହା ଆପଣଙ୍କର ଜୀବନକୁ କଣ କରିବ ନା ସ୍ୱାସ୍ଥ୍ୟ ଦେବ ଏବଂ ଆପଣମାନଙ୍କର ଜୀବନକୁ ସେ କଣ କରିବ The ବଢେଇବ word of God brings prosperity into your life. ଆଉ ଆପଣମାନଙ୍କ ଜୀବନକୁ ଏହି ପ୍ରଭୁ ପରମେଶ୍ୱରଙ୍କର ବାକ୍ୟ କଣ କରିବ ଉନ୍ନତ କରିବ The word of God brings healing into your life. ଆଉ ଆପଣମାନଙ୍କ ଜୀବନରେ ସେ ସ୍ୱାସ୍ଥ୍ୟ ଆଣିଦେବ The word of God brings breakthroughs into your life. ଆପଣଙ୍କର ସମସ୍ତ ପ୍ରକାର ସମସ୍ୟାକୁ ସେ କଣ କରିବ ଦୂର କରିବ What all you need in life, ଆଉ ଯାହା କିଛି ଆପଣଙ୍କ ଜୀବନରେ ଦରକାର କରୁଛନ୍ତି there is an answer in the word of God. ଆଉ ସେଠି ଈଶ୍ୱରଙ୍କର ବାକ୍ୟରେ ସେ ସବୁର ଉତ୍ତର ରହିଛି Your brothers, your sisters, your family, your parents, or any pastors, they may or may not come to help you. ଆପଣଙ୍କର ଭାଇ ଭଉଣୀ ବାପା ମା କେହି ଆଉ ପରିବାର ବର୍ଗ କେହି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆସି ନ ପାରନ୍ତି It is only God who will come and help you. ଆଉ କେବଳ ପରମେଶ୍ୱର କଣ କରିବେ ନା ଆପଣଙ୍କ ପାଖକୁ ଆସିବେ ଆଉ ସେ ସାହାଯ୍ୟ କରିବେ In the day of trouble, ଆଉ ସେ ସମସ୍ୟାର ଦିନରେ King David is talking to us. ଆଉ ରାଜା ଦାଉଦ କହୁଛନ୍ତି He is written, ଆଉ ସେ କଣ କରୁଛନ୍ତି କହୁଛନ୍ତି in the day of my trouble, ଆଉ ସେ କହୁଛନ୍ତି ମୋର ଯୋଉ ସମସ୍ୟାର ଦିନରେ in the day of my trouble, ଆଉ ସମସ୍ୟାର ଦିନରେ I called unto him. ଆଉ ମୁଁ ତାହାଙ୍କୁ ପ୍ରଭୁଙ୍କୁ ଡାକିଲି He answered me. ଆଉ ସେ ମୋର ପ୍ରାର୍ଥନାର ଉତ୍ତର ଦେଲେ He heard my prayer. ଆଉ ସେ ମୋର ପ୍ରାର୍ଥନାକୁ ଶୁଣିଲେ He answered me. ଆଉ ଉତ୍ତର ଦେଲେ And he delivered me ଆଉ ସେ ମୋତେ ଉଦ୍ଧାର କଲେ from all my troubles. ଆଉ ମୋର ସମସ୍ତ ପ୍ରକାର ସମସ୍ୟାରୁ From all my troubles. ଆଉ ସମସ୍ତ ପ୍ରକାର ସମସ୍ୟାରୁ Not only one or two. ଆଉ ଗୋଟେ କିମ୍ବା ଦୁଇଟା ସମସ୍ୟାରୁ ନୁହେଁ How many problems you have? ଆଉ ଯେତେ ସମସ୍ୟା ଆପଣଙ୍କ ଥାଉ ନା କାହିଁକି How many challenges you have? ଆଉ ଯାହା କିଛି ପରିସ୍ଥିତି ଥାଉ ନା କାହିଁକି Every challenge you will overcome when you seek God. ଆଉ ଯେତେବେଳେ ଆପଣ ପ୍ରଭୁଙ୍କୁ ଖୋଜିବେ ପ୍ରଭୁଙ୍କୁ ଅନ୍ୱେଷଣ କରିବେ ସେଇ ସମୟରେ Oh, ସେଥିରେ ଜୟ ପାଇବେ Oh, taste and see that the Lord is good. ଆଉ ସେ ଲେଖାଯାଏ ତୁମେ ଆସ୍ୱାଦନ କରି ଦେଖ କାରଣ ପ୍ରଭୁ ମଙ୍ଗଳମୟ ଅଟନ୍ତି Hallelujah. Hallelujah. Verse 10. ଆଉ 10 ପଦ The young lions lack and suffer hunger, but those who seek the Lord shall not lack any good thing. ଆଇଠି ଏ ପ୍ରକାର ଲେଖାଯାଏ ଯୁବାସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଲେଶ ହୁଏ ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ରହିବ Hallelujah. ହାଲେଲୁୟା The young lion lacks hunger. ଯୁବାସିଂହ କଣ କରିବ
ନା ଅଭାବ ଦିବସରୁ କ୍ଷୁଧାରୁ କ୍ଲେଶ ହେବ। Even though it is the lion is the king of the jungle, ଆଉ ଯଦିଓ ସିଂହ ହେଉଛି ଆଉ ଜଙ୍ଗଲର ବଣର ରାଜା, the young lion ଆଉ ସେ ଯୁବା ସିଂହ suffers hunger, ଆଉ ସେ କଣ କରିବ ନା ଭୋକ ଅନୁଭବ କରିବ, suffers hunger. ଭୋକ ମଧ୍ୟ ଦେଇକି ଗତି There is କରିବ, no proper food to eat. ଆଉ ସେ ଖାଇବା ନିମନ୍ତେ ଉତ୍ତମ ଖାଦ୍ୟ ପାଇବ ନାହିଁ। They can just declare that we are the king of the jungle, ଆଉ ସେ କଣ କରିବ ପ୍ରକାଶ କରିବ ମୁଁ ଏଇ ଜଙ୍ଗଲର ରାଜା। but at the time to eat the food, ଆଉ ଯେତେବେଳେ ଖାଦ୍ୟ ଖାଇବା ପାଇଁ ଯିବ, there is no proper food for them to ଆଉ eat. ସେ ଖାଇବା ନିମନ୍ତେ ତାର ଉପଯୁକ୍ତ ଖାଦ୍ୟ ନଥିବ। King David is telling, ଆଉ ଏଠାରେ ରାଜା ଦାଉଦ କହୁଛନ୍ତି, the king of the jungle will suffer hunger, ଆଉ ଏଠି ରାଜା ଦାଉଦ କହୁଛନ୍ତି ଯୁବା ସିଂହ ମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଲେଶ ହୁଏ, but those who seek the Lord, ଆଉ କିନ୍ତୁ ଯେଉଁମାନେ ସଦାପ୍ରଭୁଙ୍କୁ ଖୋଜନ୍ତି ଅନ୍ୱେଷଣ କରନ୍ତି, those who seek the Lord, ଯେଉଁମାନେ ସଦାପ୍ରଭୁଙ୍କୁ ଖୋଜନ୍ତି ବା ଅନ୍ୱେଷଣ କରନ୍ତି, they shall not lack any good thing. ଆଉ ସେମାନଙ୍କର କୌଣସି ମଙ୍ଗଳ ବିଷୟର ଅଭାବ ରହିବ। All good things you are expecting ଆଉ ଯେଉଁ ସମସ୍ତ ଉତ୍ତମ ବିଷୟ ମଙ୍ଗଳ ବିଷୟ ଆପଣ ଆଶା କରୁଛନ୍ତି, will come to you ଆଉ ତାହା ଆପଣଙ୍କ ପାଖକୁ ଆସିବ when you trust in God. ଆଉ ଯେତେବେଳେ ଆପଣ ପ୍ରଭୁଙ୍କ ଠାରେ ନିର୍ଭର କରିବେ, When you seek God, ଆଉ ଅନ୍ୱେଷଣ ଖୋଜିବେ ପ୍ରଭୁ, when you seek God, ଆଉ ପ୍ରଭୁଙ୍କୁ ଯେତେବେଳେ ଖୋଜିବେ, when you trust God, ଆଉ ଯେତେବେଳେ ପ୍ରଭୁଙ୍କ ଶରଣାଗତ ହେବେ, what all challenges you are going through, ଆଉ ଯେଉଁ ସମସ୍ତ ପରିସ୍ଥିତି ସମସ୍ୟା ମଧ୍ୟ ଦେଇ ଆପଣ ଯାଉଛନ୍ତି, in all these things, ଆଉ ଏହି ସମସ୍ତ ମଧ୍ୟ you shall not lack any good thing. ଆଉ ଏହି ସମସ୍ତ ମଧ୍ୟରେ କୌଣସି ମଙ୍ଗଳ ବିଷୟର ଅଭାବ ଆପଣଙ୍କର ହେବ ନାହିଁ। Oh, give thanks unto the Lord, ଆଉ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଅ, for He is good. କାରଣ ସେ ଉତ୍ତମ ଅଟନ୍ତି, His mercy endures forever. ଆଉ ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ, His mercy endures forever ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ, because of His love, ଆଉ ତାଙ୍କର ପ୍ରେମ ହେତୁରୁ, because of His grace, ଆଉ ତାଙ୍କର ଅନୁଗ୍ରହ ହେତୁରୁ, because of His mercy. ଆଉ ତାଙ୍କର ଦୟା ହେତୁରୁ, He will provide all you need. ଆଉ ସେ ସମସ୍ତ ଆପଣଙ୍କର ଆବଶ୍ୟକ ବିଷୟ ଯୋଗାଇବେ। Only when you seek God. ଆଉ ଯେତେବେଳେ ଆପଣ ତାହାଙ୍କର ଆଉ ଶରଣାଗତ ହେବେ ବା ତାଙ୍କ ଠାରେ ନିର୍ଭର କରିବେ, ତାଙ୍କୁ ଖୋଜିବେ। It's not that I don't want God. ଆଉ ଆଉ ଏ କହନ୍ତୁ ନାହିଁ ଯେ ମୋର ଆଉ ପରମେଶ୍ୱରଙ୍କର ଆବଶ୍ୟକତା ନାହିଁ, Many times we live like this. ଆଉ ଆଉ ସେ ପ୍ରକାର ଭାବରେ ଜୀବନ ଯାପନ କରନ୍ତୁ ନାହିଁ। We don't want God, ଆଉ ମୋର ପରମେଶ୍ୱରଙ୍କର ଆବଶ୍ୟକତା ନାହିଁ, but we want His provision. ଆଉ ମୋ ତାଙ୍କର ମୋର ଯାହା ଆବଶ୍ୟକ ରହିଛି, ମୋର ଯାହା ଦରକାର ଅଛି, ପ୍ରଭୁ ମତେ ତାହା ଯୋଗାନ୍ତୁ। We don't pray. ଆମେ ପ୍ରାର୍ଥନା କରିବା ନାହିଁ, We don't meditate the word of God. ଆଉ ଆମେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବା ନାହିଁ, We don't seek God. ଆମେ ପ୍ରଭୁଙ୍କ ଅନ୍ୱେଷଣ କରିବା ନାହିଁ। When the pastors call to church, we don't go. ଆଉ ପାଳକ ଯେତେବେଳେ ଆଉ ପ୍ରାର୍ଥନା ପାଇଁ ଗୀର୍ଜା ଘରକୁ ଡାକିବା ମାନେ ଯିବା ନାହିଁ, We don't have any kind of fellowship, ଆଉ କୌଣସି ପ୍ରକାର ସହଭାଗିତାକୁ ଯିବା ନାହିଁ, but we want the provision of God. ଆଉ କିନ୍ତୁ ପ୍ରଭୁଙ୍କର ସେ ଆଶୀର୍ବାଦକୁ, ପ୍ରଭୁଙ୍କର ସମସ୍ତ ବିଷୟକୁ, ମଙ୍ଗଳକୁ ଆମେ ପାଇବା ପାଇଁ ଇଚ୍ଛା କରିବା, It will not happen. ଆଉ ତେବେ ତାହା ହେଇପାରିବ ନାହିଁ, It will not happen. ଆଉ ତାହା ହେବ ନାହିଁ। The word of God is clearly telling us ଆଉ ପ୍ରଭୁଙ୍କର ବାକ୍ୟ ସ୍ପଷ୍ଟ ଭାବରେ ଆମକୁ ଏହା କହୁଛି, the young lion suffers hunger, ଆଉ ଏଠି କୁହାଯାଉଛି ଯେ ଯୁବା ସିଂହ ମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଲେଶ ହେବ, but those who seek God, ମାତ୍ର ସଦା ପ୍ରଭୁଙ୍କର ଅନ୍ୱେଷଣ ଯେଉଁମାନେ କରନ୍ତି, but those who seek God, ଯେଉଁମାନେ ସଦା ପ୍ରଭୁଙ୍କୁ ଖୋଜୁଛନ୍ତି, they shall not lack any good thing. ସେମାନଙ୍କର କୌଣସି ମଙ୍ଗଳ ବିଷୟର ଅଭାବ ହେବ ନାହିଁ, They shall not lack any good thing. କୌଣସି ବିଷୟର ଆଉ କୌଣସି ମଙ୍ଗଳ ବିଷୟର ଅଭାବ ହେବ ନାହିଁ। So this evening, ଆଉ ଏହି ସନ୍ଧ୍ୟା ସମୟରେ we pray along with you. ଆଉ ଆମମାନେ ଆପଣମାନଙ୍କ ସହିତ ଆମେ ପ୍ରାର୍ଥନା କରିବୁ। We declare the word of God. ଆଉ ପ୍ରଭୁଙ୍କର ବାକ୍ୟକୁ ଆମେ ପ୍ରକାଶ କଲୁ, You shall not lack any good thing. ଆଉ କୌଣସି ମଙ୍ଗଳ ବିଷୟର ଅଭାବ ଆପଣମାନଙ୍କର ହେବ ନାହିଁ। Seek God. ଆଉ ପ୍ରଭୁଙ୍କର ଖୋଜ ଅନ୍ୱେଷଣ କର, He will fill your vats with abundance. ଆଉ ଆପଣଙ୍କର ସମସ୍ତ ପ୍ରକାର ଆଉ ଚାଙ୍ଗୁଡିକୁ ପ୍ରଭୁ କଣ କରିବେ, ପୂର୍ଣ୍ଣତା ଦେବେ। Your kitchen will overflow. ଆପଣମାନଙ୍କର ରୋଷେଇ ଘର କଣ ହେବ, ପୂର୍ଣ୍ଣତା ହେବ। Your finances will overflow. ଆପଣମାନଙ୍କର ଆର୍ଥିକ ଅବସ୍ଥା ବଦଳିବ, Your health will overflow. ଆପଣମାନଙ୍କର ସ୍ୱାସ୍ଥ୍ୟରେ ବଦଳିବ, The peace in the family will overflow. ଆଉ ପରିବାର ମଧ୍ୟରେ ଶାନ୍ତି ଆସିବ, Love in the community will overflow. ଆପଣମାନଙ୍କର ଯୋଉ ଲୋକମାନେ ରହିଛନ୍ତି ଏଠାରେ ସମସ୍ତଙ୍କ ମଧ୍ୟରେ ପ୍ରେମ ବଢିବ। All this will
will happen ଆଉ ଏଇ ସମସ୍ତ ହେବ କେବଳ not because I said, ଆଉ ମୁଁ ଏଇଟା କହିବା ଆପଣମାନଙ୍କୁ ଯେ କହୁଛି ସେଥିପାଇଁ ନୁହଁ because you will taste and see that the Lord is good. ଆଉ ଯେତେବେଳେ ଆପଣ ପ୍ରଭୁଙ୍କୁ ଚାଖିକି ଦେଖିବେ ଆଉ ପ୍ରଭୁ ଯେ ଉତ୍ତମ ଅଟନ୍ତି ମଙ୍ଗଳକାରୀ ଅଟନ୍ତି ସେତେବେଳେ ତାହା ଘଟିବ। From today onwards, make sure ଆଉ ଆଜିଠାରୁ ଆପଣମାନେ ନିଷ୍ପତ୍ତି ନିଅନ୍ତୁ, ନିଶ୍ଚିତ ହୁଅନ୍ତୁ every day I will taste and see that the Lord is ଆପଣ good. ଯଦି ପ୍ରତ୍ୟେକ ଦିନ ମୁଁ ପ୍ରଭୁଙ୍କୁ ଚାଖିବି, ପ୍ରଭୁଙ୍କୁ ଖାଇବି ଆଉ ପ୍ରଭୁଙ୍କ ବାକ୍ୟକୁ ଖାଇବି ଏବଂ ମୁଁ ଚାଖିବି ଏବଂ ମଙ୍ଗଳ ପ୍ରାପ୍ତ ହେବି। Every day I will pray. ଆଉ ପ୍ରତ୍ୟେକ ଦିନ ମୁଁ ପ୍ରାର୍ଥନା କରିବି Every day I will seek God. ଆଉ ପ୍ରତ୍ୟେକ ଦିନ ମୁଁ ପ୍ରଭୁଙ୍କୁ ଖୋଜିବି Every day I will meditate the word of ଆଉ God. ପ୍ରତ୍ୟେକ ଦିନ ମୁଁ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବି Every day we will learn the word of God. ଆଉ ପ୍ରତ୍ୟେକ ଦିନ ମୁଁ ପ୍ରଭୁଙ୍କ ବାକ୍ୟକୁ ଶିକ୍ଷା କରିବି We will taste and see that the Lord is good day by day. ଆଉ ପ୍ରତ୍ୟେକ ଦିନ ପ୍ରଭୁଙ୍କୁ ଯେତେବେଳେ ଆମେ ଚାଖିକି ଦେଖିବା ନିଶ୍ଚିତ ଭାବରେ ଆଉ କଣ ମାନେ ମଙ୍ଗଳ ହେବ ଆମମାନଙ୍କର ଜୀବନ We shall not lack any good thing. ଆଉ କୌଣସି ମଙ୍ଗଳ ବିଷୟର ଅଭାବ ମଧ୍ୟ ଦେଇକି ଯିବା We ନାହିଁ shall not lack any good thing. ଆଉ କୌଣସି ମଙ୍ଗଳ ବିଷୟର ଅଭାବ ହେବ ନାହିଁ। The word of God says, ଆଉ ପ୍ରଭୁଙ୍କ ବାକ୍ୟ କହେ surely goodness and mercies will follow me all the days of my life, and I will dwell in the house of the Lord forever. આપણે ଯଦି 23 ଅଧ୍ୟାୟ ତାର Psalms 23 verse 6. 23 ର 6 ପଦ ଯଦି ଦେଖିବା ସେଠି ବଡ଼ ସୁନ୍ଦର ଭାବରେ ଦାଉଦ ଲେଖୁଛନ୍ତି ଯେ ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାତଗାମୀ ହେବ ପୁଣି ମୁଁ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବି। Hallelujah. Hallelujah. Surely goodness and mercies will follow me. It will follow me. ଆଉ ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାତଗାମୀ ହେବ। ସମସ୍ତେ ଆମେ କହିବା ମୋହର ପଶ୍ଚାତଗାମୀ ହେବ। Will follow me and my family. ଆଉ ଏଇଟା କହିବ ମୋହର ଏବଂ ମୋର ପରିବାରର ପଶ୍ଚାତଗାମୀ ହେବ। Will follow me and my family ମୋହର ଏବଂ ମୋର ପରିବାରର ପଶ୍ଚାତଗାମୀ ହେବ। all the days of my life. ଆମର ଜୀବନର ସମସ୍ତ ଦିନ All the days of my life. ଆମର ଜୀବନର ସମସ୍ତ ଦିନ We shall not lack any good thing. ଆଉ କୌଣସି ମଙ୍ଗଳ ବିଷୟର ଅଭାବ ଆମମାନଙ୍କର ହେବ When ନାହିଁ। you dwell in the house of the Lord, ଆଉ ଏଠି ମଧ୍ୟ ଲେଖା ଯେ ମୁଁ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ when କରିବି। you dwell in the house of the Lord on earth, ଆଉ ଯେତେବେଳେ ଏହି ପୃଥିବୀ ମଧ୍ୟରେ ପ୍ରଭୁଙ୍କ ଗୃହ ମଧ୍ୟରେ ବାସ କରିବେ you will dwell in the house of the Lord forever. ଆଉ ଏଇଠି ଯଦି ବାସ କରିବେ ତେବେ ପ୍ରଭୁଙ୍କ ଗୃହରେ ମଧ୍ୟ ଆପଣ ସବୁଦିନ ପାଇଁ ସର୍ବଦା ପ୍ରଭୁଙ୍କ ଗୃହରେ ମଧ୍ୟ ବାସ କରିବେ। We have to dwell in the house of the Lord on earth. ଆଉ ଆମେ ପ୍ରଭୁଙ୍କ ଗୃହରେ ଏ ପୃଥିବୀ ମଧ୍ୟରେ ବାସ କରିବା। After we die, ଆମେ ଯେତେବେଳେ ମୃତ୍ୟୁବରଣ କରିବା we will go to heaven. ଆମେ ସ୍ୱର୍ଗକୁ ଯିବା We will dwell in the house of the Lord forever. ଆଉ ପ୍ରଭୁଙ୍କ ସହିତ ଆମେ ସର୍ବଦା ବସବାସ କରିବା। ଆମେନ୍ ହାଲେଲୁୟା। Hallelujah. Hallelujah. Examine yourself. ଆଉ ସେଥିପାଇଁ ଆସୁ ଆମଙ୍କର ଜୀବନକୁ ଆମେ ନିରୀକ୍ଷଣ କରିବା, ପରୀକ୍ଷା କରି ଦେଖିବା। Let us learn to taste and see that the Lord is good. ଆମେ ଶିକ୍ଷା କରିବା, ଆମେ ପ୍ରତ୍ୟେକ ଦିନ ଶିକ୍ଷା କରିବା ପ୍ରଭୁଙ୍କୁ ଆମେ ଚାଖିକି ଦେଖିବା ଯେ ପ୍ରଭୁ ମଙ୍ଗଳମୟ ଅଟନ୍ତି। God will bless you and transform your lives. ଆଉ ପ୍ରଭୁ କଣ କରିବେ ନା ଆଶୀର୍ବାଦ କରିବେ, ଜୀବନକୁ ସେ ପରିବର୍ତ୍ତନ କରିବେ। God bless this word. ଆଉ ଏ ବାକ୍ୟ ଦେଇ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। Amen. Amen.